ପାରଳାଖେମୁଣ୍ଡି ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର 36ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁଭାଷ ଚନ୍ଦ୍ର ଜମାଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭା କାର୍ଯ୍ୟରେ ମୁଖ୍ୟ ଅତିଥି ଭାବେ ଗଜପତିର ଭାରପ୍ରାପ୍ତ ଜିଲ୍ଲାପାଳ ମୁନୀନ୍ଦ୍ର ହୋନ୍ନାଗା ଓଏସ୍ ଯୋଗଦେଇ ସାବିତ୍ରୀବାଈ ଫୁଲେ ମହିଳାମାନଙ୍କୁ ପ୍ରଚାର କରିଥିଲେ। ଏହାର ଉଦାହରଣ ଦେଇ ଶିକ୍ଷାର ନିହିତ ଶକ୍ତି ସମ୍ବନ୍ଧରେ ନିଜ ବକ୍ତବ୍ୟ ରଖିଥିଲେ। ମୁଖ୍ୟ ବକ୍ତା ଭାବେ ଗଜପତିର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଇଞ୍ଜିନିୟର ରମେଶ କୁମାର ଚୌଧୁରୀ ବୈକଳ୍ପିକ ଶିକ୍ଷା ମାଧ୍ୟମରେ ସମାଜରେ ଶିଶୁ ମନ୍ଦିର ବିଜ୍ଞାନରେ ଭୂମିକା ବିଷୟରେ ଆଲୋକପାତ କରିଥିଲେ। ସଭାପତି ନିଜ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ସମ୍ପ୍ରତି ପରିବର୍ତ୍ତିତ ଶୈଳୀ ସହ ତାଳ ଦେଇ ଶିକ୍ଷା ମାଧ୍ୟମରେ ସଶକ୍ତ ହେବା ପାଇଁ ପରାମର୍ଶ ଦେଇଥିଲେ। ପ୍ରଧାନ ଆଚାର୍ଯ୍ୟ ଶରତ କୁମାର ପଣ୍ଡା ଅତିଥିମାନଙ୍କୁ ପରିଚୟ ପ୍ରଦାନ କରିଥିଲେ। ଏ ସମ୍ପାଦକ ଚନ୍ଦ୍ରଶେଖର ପଟ୍ଟନାୟକ ବାର୍ଷିକ ବିବରଣୀ ସହିତ ଅତିଥିମାନଙ୍କୁ ସମ୍ପୂର୍ଣ୍ଣ ଓ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ସହ ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ପାଢ଼ୀଙ୍କ ସମ୍ମାନରେ ପୁରସ୍କାର ହୋଇଥିବା ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଗତ 2024-25 ଶିକ୍ଷାବର୍ଷର ଅନୁଷ୍ଠାନର ମ୍ୟାଟ୍ରିକ୍ ଡକ୍ଟର ସୁଶ୍ରୀ ବୈଜୟନ୍ତୀ ଚୌଧୁରୀଙ୍କୁ ଓ ଅଙ୍କିତା ପାଢ଼ୀଙ୍କୁ ଭାରତୀ ସାହୁ ସ୍ମୃତି ସମ୍ମାନ, କମଳା ଚୌଧୁରୀ ସ୍ମୃତି ସମ୍ମାନ, ଡକ୍ଟର ଭରତ ପଣ୍ଡା ସ୍ମୃତି ସମ୍ମାନ, ଆଚାର୍ଯ୍ୟ ଦୁର୍ଗା ପ୍ରସାଦ ସାହୁଙ୍କ ପୁରସ୍କାର ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠାନର ବୈଷୟିକ ବିଜ୍ଞାନ, ଶୈକ୍ଷିକ ଓ କ୍ରୀଡ଼ା କ୍ଷେତ୍ରରେ ଉପଲବ୍ଧି ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ସଭା ଶେଷରେ ଅନୁଷ୍ଠାନର କୋଷାଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ପାଢ଼ୀ ଧନ୍ୟବାଦ ସଭା କାର୍ଯ୍ୟ ପରେ ପ୍ରାୟ 350 ଛାତ୍ରଛାତ୍ରୀଙ୍କର ଅର୍ଥସ୍ଥାୟୀ ରଙ୍ଗରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କେନ୍ଦ୍ର କରି ଭାବସ୍ପର୍ଶୀ କ୍ଷୁଦ୍ର ନାଟିକା ଅପରେସନ ସିନ୍ଦୁର ମଞ୍ଚସ୍ଥ ହୋଇଥିଲା। ପରିଚାଳନା ସମିତି ଓ ଉପଦେଷ୍ଟା ମଣ୍ଡଳୀର ସମସ୍ତ ସଦସ୍ୟ ତଥା ଅନୁଷ୍ଠାନର ଆଚାର୍ଯ୍ୟ ପୂର୍ବ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ। ପାରଳାଖେମୁଣ୍ଡିରୁ ତାରିଣୀ ପଣ୍ଡାଙ୍କ ରିପୋର୍ଟ।